ଚାରିଦିନ ହେଲା ଅନ୍ଧାରରେ ଗାଁ ଲୋକେ ହନ୍ତସନ୍ତ। ବିଜୁଳି ଆଲୋକ ନ ପାଇବାରୁ ପାଠପଢ଼ା ସହ ଦୈନିକ କାର୍ଯ୍ୟ ଅସୁବିଧା। ଚାରିଦିନ ହେଲା ଅନ୍ଧାରରେ ଗାଁ। ବିନା ନୋଟିସରେ ବିଦ୍ୟୁତ ସଂଯୋଗ କାଟିଦେବାରୁ ଅନ୍ଧାରରେ ରହିଛନ୍ତି ଲୋକେ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜୟପୁର ଗ୍ରାମ ଖଦାଳ ସାହିର 57 ଜଣ ଦଳିତ ପରିବାର ଏବେ ଅନ୍ଧାରରେ ରହିଛନ୍ତି। ଅନ୍ଧାରରେ ଲୋକେ ରୋଷେଇବାସ ଠାରୁ ଆରମ୍ଭ କରି ଘରର ଅନ୍ୟ କାର୍ଯ୍ୟ କରିପାରୁନଥିବା ବେଳେ ପିଲାମାନେ ମହମବତୀ ଲଗାଇ ଅନ୍ଧାରରେ ପାଠ ପଢ଼ୁଛନ୍ତି। ସୂଚନା ଅନୁସାରେ ଜୟପୁର ଗ୍ରାମର ଖଦାଳ ସାହିରେ ବାସ କରୁଥିବା ଗରିବ ଦଳିତ ପରିବାର ସରକାରଙ୍କ BPL ଓ ସୌଭାଗ୍ୟ ଯୋଜନା ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ ସେମାନଙ୍କୁ ବିଦ୍ୟୁତ ବିଲ୍ ଦିଆଯାଇନଥିଲା। ଏବେ ବିଦ୍ୟୁତ ବିଲ୍ ବକେୟା ରହିଥିବା କହି ବିନା ନୋଟିସରେ କେବୁଲ ବଦଳାଇବା ଆଳରେ 57 ଘରର ବିଦ୍ୟୁତ କାଟି ଦିଆଯାଇଛି, ଯାହାଫଳରେ 4 ଦିନ ଧରି ଅନ୍ଧାରରେ ରହିଛନ୍ତି ଲୋକେ। ଅପରପକ୍ଷରେ ବିଦ୍ୟୁତ ସଂଯୋଗ ଦାବିରେ ଟିପିସୋଲ୍ଡ କାର୍ଯ୍ୟାଳୟ ସାମ୍ନାରେ 57ଟି ଦଳିତ ପରିବାର ଆଜି ସକାଳୁ ବର୍ତ୍ତମାନ ଯାଏଁ ଧାରଣାରେ ବସିଥିବା ବେଳେ କାର୍ଯ୍ୟାଳୟ ପରିସରରେ ରାତ୍ରରେ ଖାଇବା ରୋଷେଇ କରିଛନ୍ତି। ଅପରପକ୍ଷରେ ଏହି ଘଟଣାର ଟିପିସୋଲ୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିକ୍ରିୟା ରଖିବାକୁ ସିଧାସଳଖ ମନା କରିଛନ୍ତି। ବ୍ୟୁରୋ ରିପୋର୍ଟ, ଜନତାଙ୍କ ସ୍ୱର।